ଅଁଳା ନବମୀ ଦିନ ଲକ୍ଷ ଲକ୍ଷ ଭକ୍ତ ସାକ୍ଷୀ ଗୋପାଳ ମନ୍ଦିରରେ ରାଧାପାଦ ଦର୍ଶନ କରିବା ପାଇଁ ଭିଡ଼ ଜମାଇଥାନ୍ତି। ଏହା ପଛରେ ଏକ ସୁନ୍ଦର କାହାଣୀ ଅଛି। ଦୀର୍ଘ ଦିନ ପୂର୍ବରୁ ଓଡ଼ିଶାରେ ରହୁଥିବା ଏକ ଗରିବ ଯୁବକ ଆଉ ଏକ ଧନୀ ବୃଦ୍ଧ ଲୋକ ମିଶିକି ଯାଇଥିଲେ ବୃନ୍ଦାବନକୁ ଶ୍ରୀକୃଷ୍ଣ ଗୋପାଳଙ୍କୁ ଦର୍ଶନ କରିବା ପାଇଁ। ଯାତ୍ରା ସମୟରେ ସେହି ଗରିବ ଯୁବକଟି ସେହି ଧନୀ ବୃଦ୍ଧ ଲୋକର ବହୁ ସେବା କରିଥିଲା। ସେହି ସେବାରେ ପ୍ରସନ୍ନ ସେ ବୃଦ୍ଧ ଲୋକଟି କହିଲା, ତୁମେ ମୋର ପୁଅ ପରି ଆଚରଣ କରିଛ। ମୁଁ ଭଗବାନ ଗୋପାଳଙ୍କ ଆଗରେ ସାକ୍ଷୀ ରଖି କହୁଛି, ମୁଁ ମୋ ଝିଅକୁ ତମ ସହିତ ବିବାହ କରିବି। କିନ୍ତୁ ଯାତ୍ରା ସାରି ଯେତେବେଳେ ସେମାନେ ଘରକୁ ଫେରିଥିଲେ, ବୃଦ୍ଧ ଲୋକଟି ତାର ନିଜ କଥା ଆଉ ରଖିଲା ନାହିଁ। ସେହି ଗରିବ ଯୁବକଟି ପୁଣି ବୃନ୍ଦାବନ ଗଲା ଓ ଭଗବାନ ଗୋପାଳଙ୍କ ପାଖରେ ଦଣ୍ଡବତ ହୋଇ କାନ୍ଦି କାନ୍ଦି କହିଲା, ହେ ପ୍ରଭୁ, ଆପଣ ସତ୍ୟ ତ ଜାଣନ୍ତି, ଦୟାକରି ଆସନ୍ତୁ ଆଉ ସାକ୍ଷୀ ହୁଅନ୍ତୁ। ସେଇଥିପାଇଁ ପୁରୀ ନିକଟରେ ଥିବା ସାକ୍ଷୀ ଗୋପାଳ ମନ୍ଦିରରେ ଭଗବାନ ଗୋପାଳ ବୃନ୍ଦାବନରୁ ଓଡ଼ିଶା ନିଜ ଭକ୍ତଙ୍କ ସତ୍ୟକୁ ସାକ୍ଷୀ ହେବା ପାଇଁ ଆସିଥିଲେ ଏବଂ ପରେ ସେ ସାକ୍ଷୀ ଗୋପାଳ ରୂପେ ଏଠି ପୂଜା ପାଇଲେ ଏବଂ ତାଙ୍କ ପରେ ପରେ